ଆଚ୍ଛା, ମଙ୍ଗଳ ଯଦି 6 ହାଉସ ରେ ରାହୁ ଆଉ ମଙ୍ଗଳ ବସିଗଲେ ତାହେଲେ କଣ ଖରାପ ନା ଭଲ? କୋଉ କୋଉ ଲୋକର ଗୋଟେ ଷଷ୍ଠ ଭାବରେ ମଙ୍ଗଳ ଆଉ ରାହୁ ବସିଗଲେ ତାହେଲେ କଣ ହବ କୁହ? ମଙ୍ଗଳ ଆଉ ରାହୁର କଞ୍ଜକ୍ସନ 12ଟା ଭାବର କୋଉ ବି ଭାବରେ ହେଲେ ଖରାପ, କିନ୍ତୁ କେବଳ ଗୋଟିଏ ହାଉସ କୁ ଛାଡିକି, ସେଟା ହେଲା 6th ହାଉସ। ପଚାରିବୁ କଣ ପାଇଁ? ଏହାର ବହୁତ ସାରା ନେଗେଟିଭ ଇମ୍ପାକ୍ଟ ବି ଅଛି, କିନ୍ତୁ ଏହାର ବହୁତ ସାରା ପଜିଟିଭ ଜିନିଷ ବି ଅଛି। ପଜିଟିଭ ପ୍ରେଡିକ୍ସନ ଶୁଣ, କାହାର 6th ହାଉସରେ ମାର୍ସ ଆଉ ରାହୁ ଦେଖିଲେ ଦୟାକରି ତା ସହିତ ଶତ୍ରୁତା କରିବ ନାହିଁ। ତମେ ପଚାରିବ କଣ ପାଇଁ ଶତ୍ରୁତା କରିବିନି ଭାଇ, ଏଟା ତୁମେ ବୁଝିପାରିବନି। ମୁଁ ଯେତେବେଳେ ଦଶା ଲଗ୍ନ ପଢେଇବି ସେତେବେଳେ ବୁଝିବ। କିନ୍ତୁ କୌଣସି ଲୋକର ଯଦି 6th ହାଉସରେ ତମେ ମଙ୍ଗଳ ଆଉ ରାହୁ ଦେଖୁଛ ଏବଂ ତାକୁ ତମେ ପୀଡା ଦେଇଛ, ତାହେଲେ ହରି ବୋଲ ତମର ଆକ୍ସିଡେଣ୍ଟ ହବା ଥୟ, ତମେ ଜେଲ ଯିବ, ନହେଲେ ତମେ ସର୍ଟ ଆକ୍ସିଡେଣ୍ଟ ଫେସ୍ କରିବ, ନହେଲେ ତମ ଉପରେ ସଡନ ପ୍ରୋବ୍ଲେମ ଆସିବାଟା ଥୟ। ଏଟା କୋଉଥିରେ ସନ୍ଦେହର କୌଣସି ଅବକାଶ ନାହିଁ। 6th ହାଉସ କୁହାଯାଏ ରୋଗ ଋଣ ଶତ୍ରୁ। ରୋଗ ଋଣ ଶତ୍ରୁ ଘରେ ଯଦି ମଙ୍ଗଳ ଅଙ୍ଗାରକ ଯୋଗ ହେଇଗଲା ମାନେ ସେ ରୋଗ ଋଣ ଶତ୍ରୁକୁ ପୁରା ତେଜ ନେସ୍ କରିକି ଥୋଇଦବ।